ସୁପ୍ରଭାତ। ବାବା କହୁଛନ୍ତି, ମୋର ସନ୍ତାନ, ମୁଁ ତୁମଠୁ ଏତିକି ଚାହୁଁଛି, ସର୍ବଦା ଆଗକୁ ବଢ଼ି ଚାଲ। କାଲି କ'ଣ ହୋଇଛି ବା ବର୍ଷେ ପୂର୍ବେ କ'ଣ ହୋଇଛି, ସେହି କଥାକୁ ବାରମ୍ବାର ଦୋହରାଇବ ନାହିଁ। ଯାହା ତୁମକୁ କଷ୍ଟ ଦେବ, ଯେଉଁଥିରେ ତୁମକୁ ଅସୁବିଧା ହେବ, ଏହା ସବୁ ନ ଭାବି ପ୍ରତ୍ୟେକ ଦିନ ଆଗକୁ ବଢ଼ିବା ପାଇଁ ଚେଷ୍ଟା କର। ଏହା ମୋର ପ୍ରକୃତ ଭକ୍ତି ହେବ ଯଦି ପ୍ରତ୍ୟେକ ଦିନ ନିଜ ନିଜକୁ କିଛି ନୂଆ ଶିଖାଇବ, କିଛି ସୁନ୍ଦର ବତେଇବ। ତାହା ମୋର କୌଣସି ଲୀଳା ହୋଇଥାଉ ନା କାହିଁକି, କିନ୍ତୁ ନିଜ ନିଜକୁ ସବୁ ଉପାୟରୁ ଆଗକୁ ବଢ଼ି ଚାଲ। ତାହା ଆଧ୍ୟାତ୍ମିକ ପଥ ହେଉ ବା କାର୍ଯ୍ୟକ୍ଷେତ୍ର ପଥ ହେଉ, ଆଉ ଯାହା ବି ହେଉ ମୋତେ ବି ଜଣେଇବ। ମୁଁ ଏହିଠୁ କହୁନାହିଁ ଯେ କ'ଣ ହେଲା, ତୁମେ କୁହ। ତୁମ ହୃଦୟରୁ ମୋର ଉତ୍ତର ତୁମକୁ ମିଳିଯାଉଥିବ। ମୋ ସହିତ କଥା ହୁଅ, ମୋ ପାଖରେ ବସ। ହୁଏତ 2 ମିନିଟ୍, କିନ୍ତୁ ମୋ ପାଖରେ ବସ। ମୋତେ ବି ତୁମର ଅପେକ୍ଷା ଥାଏ ସବୁଦିନ। କେବେ କେବେ ତୁମେ ମୋତେ ପଚାରି ଦିଅ, ବାବା ଏହା କ'ଣ, କେମିତି, ଆଉ ଏମିତି କ'ଣ ପାଇଁ ମୋ ସହିତ ହୁଏ? କିନ୍ତୁ ମୁଁ ଜାଣିଛି ତୁମର ବ୍ୟଥା ସର୍ବଦା କମ୍ କରିବାକୁ ଚେଷ୍ଟା କରେ। ତୁମ ପାଖକୁ ଯେତିକି ଆସେ, ଯେତେ ତୁମେ ସହ୍ୟ କରିପାରିବ, ବାକି ମୁଁ ଠିଆ ହୋଇଛି ଦୃଢ଼ତାର ସହିତ ସେହି କଷ୍ଟକୁ ସହ୍ୟ କରେ। ଏହା ମୁଁ ତୁମକୁ କହି ଦୁଃଖ ଦେଉନାହିଁ। ମୁଁ ଖାଲି ଏତିକି ବୁଝାଇବାକୁ ଚାହୁଁଛି, ଯାହା ଛୋଟରୁ ଛୋଟ ଆଉ ବଡ଼ରୁ ବଡ଼ ପ୍ରତ୍ୟେକ ଜିନିଷ ଉପରେ ମୋର ନଜର ଅଛି। ମୁଁ ଦେଖିପାରୁଛି, ସବୁ ବୁଝିପାରୁଛି, ଆଉ ମୁଁ ଧୀରେ ଧୀରେ ପ୍ରତ୍ୟେକ ତରିକାରୁ ନକାରାତ୍ମକ ଦୂର କରୁଛି। ତୁମେ ଆଜିଠୁ ମୋତେ କଥା ଦିଅ ଯେ କିଛି ନୂଆ ପ୍ରତ୍ୟେକ ଦିନ ଶିଖିବ। ପ୍ରତ୍ୟେକ ଦିନ ଶୁଣ ବା ପଢ଼, କିନ୍ତୁ ଭଲ ହିଁ ଶିଖିବ, ଆଉ ଭଲ ଶିଖିବା ପାଇଁ ଚେଷ୍ଟା କରିବ। ଯିଏ ପ୍ରୟାସ କରେ ବା ଚେଷ୍ଟା କରେ, ତାର ବିଜୟ ହୋଇଥାଏ। ଆଉ ଶିଖିବା ପାଇଁ କୌଣସି ବୟସ ନାହିଁ। ଏମିତି ବି ଦିନ ଥାଏ, ଯଦି କେବେ ବେଶୀ ମନରେ ଦରଦ ବା ବ୍ୟଥା ହୋଇଥାଏ, ତ ଜାଣି ରଖ ଏହାର ସମାପ୍ତିର ଶେଷ ସୀମାରେ। ସେହି ଅସୁବିଧା ଦରଦ ସବୁଦିନ ପାଇଁ ଚାଲିଯିବାର ଥାଏ। ମୁଁ ଯେକୌଣସି କାମ କରେ, ତାକୁ ନିହାତି ପୂରା କରେ। ଅଧା ବା ଦର କାମ କରିବାକୁ ମୁଁ ଚାହେଁନି, କାହିଁକି ନା ମୋର ସନ୍ତାନକୁ କଷ୍ଟରେ ଦେଖିପାରିବି ନାହିଁ। ମୁଁ ଶବ୍ଦ ସହିତ ବି କଥା ହେବି, ମୁଁ ଦିନେ ନିହାତି କଥା ହେବି। କିନ୍ତୁ ମନେ ରଖିଥିବ, ମୁଁ ମୂର୍ତ୍ତି ନୁହେଁ, ମୁଁ ସାଇ। ମୁଁ ବାସ୍ତବରେ ଅଛି। ଖୁସି ରୁହ, ସର୍ବଦା ଖୁସି ରୁହ, ସର୍ବଦା ହସୁଥାଅ। ଓମ୍ ସାଇରାମ, ଓମ୍ ସାଇରାମ, ଓମ୍ ସାଇରାମ।